ମୁଁ ତ ଖାଲି ଢୋଲ ଭିତରେ ମୂଷା କହିଥିଲି ତାହେଲେ ନିଜ ଦେହକୁ ନେଲ କାହିଁକି? ମୁଁ ତ କହିଲି ମୂଷା, ମୁଁ କାହିଁ କହିବି? ମୁଁ ଢୋଲ ଭିତରେ ମୂଷା କହିଥିଲି କିନ୍ତୁ ଆଙ୍କ ଦେହକୁ ଲାଗିଲା କାହିଁ? ଆପଣମାନେ ନିଜେ ମିଡ଼ିଆ ବାଲା ଆପଣ ଧରନ୍ତୁ। ମୋ ଏରିଆରେ ତ କେହି ପ୍ରତିବାଦ କରୁନାହାନ୍ତି, କେହି କୋଉଠି ଧରନ୍ତି, ଆଙ୍କ ଧରେ ଠାଏକି ଲାଗିଲା କାହିଁକି? 70,019ରେ 24ରେ ବି 70 ମୋର ଗଲା କୁଆଡ଼େ? ମୋ ତ ଭୋଟର ମୋ ସାଙ୍ଗରେ ଅଛନ୍ତି, କିନ୍ତୁ ଭାସିଆ ଜିନିଷକୁ ମୁଁ ଧରିପାରିଲିନି। ସେ ଭାସି ଭାସି ଆଉ ଗୋଟେ କୂଳରେ ଲାଗିଗଲା। ସିଏ ଯେତେବେଳେ ଭାସି ଭାସି ଆଉ ଗୋଟେ କୂଳରେ ଲାଗିଲା 40,000 ଭୋଟ, ମୁଁ ସେତେବେଳେ ଭାସିଗଲି। ନା ନା, ମୁଁ ଆଶ୍ଚର୍ଯ୍ୟ କଥା, ମୁଁ ତ ନିଜେ ଜାଣିନଥିଲି। କାଲି ହଠାତ୍ ଏଇ ଆପଣମାନେ ମିଡ଼ିଆରୁ ଖବର ପାଇଲି, କ'ଣ ମୁଁ କାଳେ ପ୍ରେସ୍ କନଫରେନ୍ସ ଡାକିଛି। ମୁଁ କହିଲି ମୁଁ ତ ଘରେ ଶୋଇଛି, ମୁଁ କାହିଁ ଡାକିବି? ନା ନା, କ'ଣ ଦେବାଶିଷ ସାମନ୍ତରାୟ କହିଲେ କ'ଣ? ଆପଣ କହିଲେ ତାଙ୍କ ପରିବାରକୁ ଲୋକ ପ୍ରତ୍ୟାଖ୍ୟାନ କରୁଛନ୍ତି। ମୁଁ ନାଇଁ ତ ଏମିତି କହିନଥିବି ନା। ହଁ ଦେଖନ୍ତୁ, ତାପରେ ମୁଁ ଦେଖିଲା ବେଳକୁ ସେ ଗୋଟେ ବାଇଟ୍ ଦେଇଛନ୍ତି। ମୁଁ ଆପଣମାନଙ୍କୁ ପରଦିନ ଆପଣମାନେ ଆସିଥିଲେ ଯଦି ପଚାରୁଥିଲେ, ମୁଁ କହିଲି ଢୋଲ ଭିତରେ ମୂଷା। ମୁଁ ସେଇଟା ତୃଣମୂଳ ସ୍ତରରେ କିଏ ବ୍ୟାକ୍ଷ୍ଟାବିଂ କିଏ କରିଛି, ଢୋଲ ଭିତରେ ମୂଷା ମାନେ ମୁଁ ମୋର ଯେହେତୁ ନିର୍ବାଚନ ମଣ୍ଡଳୀ ପାରାଦୀପରେ ଲଢ଼ୁଥିଲି, ସେଠି ବହୁତ ଢୋଲ ଭିତରେ ମୂଷା ଥାଇପାରନ୍ତି। ଯେଉଁମାନେ ମୋର ସହଯୋଗୀ କେଉଁମାନେ କ'ଣ କିଏ କେଉଁଠି ପଛକୁ କରିଥାଇପାରେ, ମୁଁ ସେଇ ଦୃଷ୍ଟିରୁ କହିଲି ଢୋଲ ଭିତରେ ମୂଷା। ମୁଁ ତ ବଡ଼ ନେତୃତ୍ୱ କାହାକୁ ଆକ୍ଷେପ କରୁନି, କିନ୍ତୁ ସେ ଅଲ୍ ଅଫ୍ ସଡନ୍ ସେ ତାକୁ ନିଜ ଆଡ଼କୁ ନେଇକି ଗୋଟେ ଏତେ ବଡ଼ ବାଇଟ୍ ଦେଇଦେଲେ, ତାକୁ ଲୋକ ପ୍ରତ୍ୟାଖ୍ୟାନ କରୁଛନ୍ତି। ସରିଗଲା। ଆରେ ପ୍ରତ୍ୟାଖ୍ୟାନ କେମିତି କଲେ ମୋତେ ଲୋକ? ତେଣୁ ଏଇଟା ବିଲକୁଲ ନୁହେଁ। ତାଙ୍କ ଭଳି ଜଣେ ରାଜ୍ୟସଭା ସାଂସଦ ସିଏ ଆ ଭିତରେ ଜବରଦସ୍ତ ପଶିବାର কোনো ମାନେ ନାହିଁ। ଏବଂ ମୁଁ ମଧ୍ୟ ସରପ୍ରାଇଜ୍ ହେଇଗଲି ଯେ ଏଭଳି କଥା ସେ କାହିଁ କହୁଛନ୍ତି। ହେଲା କଥା। ତାପରେ ଲୋକ ପ୍ରତ୍ୟାଖ୍ୟାନ ଯେଉଁ କଲେ ସେଇଟା ଟିକେ ଆନାଲିସିସ୍ କରନ୍ତୁ। ପ୍ରତ୍ୟାଖ୍ୟାନ କେମିତି କଲେ? 2019ରେ ମୁଁ ପାଖାପାଖି 70,000 ଭୋଟ ପାଇଥିଲି ଏବଂ 2024ରେ ବୋଧେ ପାଖାପାଖି 70,000 ଭୋଟ ମିଳିଲା। ତା ଲୋକ ପ୍ରତ୍ୟାଖ୍ୟାନ କଲେ କେଉଁଠି? ଯେତିକି ଭୋଟ ତ ପାଇଥିଲି ସେତିକି ଭୋଟ ଅଛି ମୋର ଇଣ୍ଟାକ୍ଟ, ଯେତେ ଯାହା ହେଇଯାଉ ପଛେ। ସେ 70,000 ଭୋଟ ପାଇଥିଲି, ପୁଣି ଆଉଥରେ 70,000 ଭୋଟ ପାଇଲି ପାଖାପାଖି। ତାହେଲେ ପ୍ରତ୍ୟାଖ୍ୟାନ ଲୋକ କଲେ କେମିତି? ସିଏ ମୋତେ ସେ ବିଷୟରେ ବୁଝେଇବେ କେମିତି? ଲୋକ ତାଙ୍କ ପରିବାର କଥା କହିଲେ ମାନେ ଦାମୋଦର, ଯେ ଦାମୋଦର ରାଉତଙ୍କ ପରିବାରକୁ କହିବା ହେଲେ ତମେ କିଏ କ'ଣ? ତମର ମୁଁ ବୁଝିପାରୁନି। 74 ବର୍ଷର ଜଣେ ରାଜନୀତି କରି 77 ବର୍ଷର ମନ୍ତ୍ରୀ ଦାମୋଦର ରାଉତ ସାରା ଓଡ଼ିଶା ଜାଣିନି, ତାଙ୍କ ପରିବାର ଜାଣିନି। ଦାମୋଦର ରାଉତର ପରିବାର କେବଳ ଲୋକଙ୍କ ସେବା ରାଜନୀତି ଛଡ଼ା ଦ୍ୱିତୀୟ ଜିନିଷ କରିନି। ତାଙ୍କ ପୁଅ ମଧ୍ୟ ଆଜି ପର୍ଯ୍ୟନ୍ତ ମୁଁ ଆପଣମାନଙ୍କ ମାଧ୍ୟମରେ ଗ୍ୟାରେଣ୍ଟି ଦେଇ କହିଦେବି, ପାରାଦୀପର ବିଧାୟକ ହିସାବରେ ଯେଉଁ ଥିଲି, ମୁଁ କୌଣସି ଗୋଟିଏ ଦିନ କୌଣସି କମ୍ପାନୀ ଭିତରକୁ ଯାଇଥିବି, କିଏ ପ୍ରମାଣ ଦେଇଦେବ ଯଦି, ମୁଁ ଆପଣଙ୍କ ଆଗରେ ଲଣ୍ଡା ହେଇକି ବୁଲିବି। ଚ୍ୟାଲେଞ୍ଜ ଦେଇ କହୁଛି। ନା କେଉଁ କମ୍ପାନୀ ପାଖକୁ ଯାଇଛି, ନା କେବେ କାହାଠାରୁ ବଟି ଆଣିଛି, ନା କଣ୍ଟ୍ରାକ୍ଟକୁ ଠିକାଦାରୀ କରିଛି। ମୁଁ କେବଳ ସେଇ ଦାମୋଦର ରାଉତଙ୍କ ଆଦର୍ଶରେ ଅନୁପ୍ରାଣିତ ସେ ଯାହା ଯାହା କରିଛନ୍ତି ଏବଂ ମାନ୍ୟବର ନେତା ଆମର ସର୍ବମାନ୍ୟ ନେତା ନବୀନ ପଟ୍ଟନାୟକ ତାଙ୍କ ନିର୍ଦ୍ଦେଶ, ତାଙ୍କ କାର୍ଯ୍ୟ କରିବାର ଶୈଳୀ, ତାକୁ ଧରିକି ମୁଁ ଚାଲିଛି। ମୁଁ ଅନେକ କିଛି ଜିନିଷ କରିନି, କିନ୍ତୁ ପରିବାରକୁ ଆକ୍ଷେପ ତା ପ୍ରତ୍ୟାଖ୍ୟାନ ଏଇଟା କ'ଣ? ସେଇ କଥା କହିଲି। ଯେତେବେଳେ 2019ରେ ଯେତେବେଳେ ସମସ୍ତଙ୍କୁ ଟିକେଟ୍ ଦିଆଗଲା, ମୋତେ ମଧ୍ୟ ମିଳିଲା, ତାକୁ ମଧ୍ୟ ମିଳିଲା, ସମସ୍ତଙ୍କୁ ମିଳିଲା। ଗୋଡ଼ି ମାଟି ପାଣି ପବନ ପାଖାପାଖି ବୋଧେ 117, ଆମ ଦଳର 117 ଜିତିଥିଲେ। ପାରାଦୀପ କଟକ ବାରବାଟୀ ହେଉଛି ଆମ ଦୁର୍ଗ। ଆପଣ ସେଠୁ କାହିଁ ହାରିଲେ? ଠିକ୍ ଅଛି, ସେତେବେଳେ ସମସ୍ତେ ଜିତିଲେ। ଆଜି ଯେଉଁ ପ୍ରଭାତ ବିଶ୍ୱାଳକୁ ଆପଣ କହୁଛନ୍ତି, ତା ପୁଅ ସଭିକ ବିଶ୍ୱାଳ ଅତି ଆପଣଙ୍କ ପୁଅ ବୟସର, ପୁଅଠାରୁ ସାନ ହେବ, ସେ ସଭିକ ବି ଜିତିଲା। ମୁଁ ସମାଜ କନ୍ଦନ ମୋତେ କହିଲ, ଠିକ୍ ଅଛି, ମୁଁ ମଧ୍ୟ ଜିତିଲି। ଅନେକ ଅନାମଧ୍ୟ ଲୋକ ଜିତିଲେ ଯେଉଁମାନେ ଆପଣ ସମାଜ କନ୍ଦନ, କିନ୍ତୁ ଆପଣ ଏତେ ବଡ଼ ଲୋକ ଆପଣ ହାରିଲେ କାହିଁକି? ତାକୁ ଟିକେ ଅନୁଶୀଳନ କରନ୍ତୁ। ତାପରେ 2024 ଆପଣ ତ ଜିଲ୍ଲା ସଭାପତି ହିସାବରେ ଦାୟିତ୍ୱ ଦିଆହେଇଥିଲା। ତାହେଲେ ଯିଏ ଆପଣ କ୍ୟାଣ୍ଡିଡେଟ୍କୁ ଦଳୀୟ ପ୍ରାର୍ଥୀକୁ ଜିତିବା ପାଇଁ, ତା ଦଳୀୟ ପ୍ରାର୍ଥୀ ତୃତୀୟ ସ୍ଥାନରେ କେମିତି ରହିବ? ମୋତେ ବୁଝେଇ ଦିଅନ୍ତୁ। ଯଦି ମୋତେ ମୋ ପରିବାରକୁ ଦାମୋଦର ପରିବାର ଲୋକ ପ୍ରତ୍ୟାଖ୍ୟାନ କରୁଛନ୍ତି, ଆପଣ ଉଠେଇଲେ ତ କଥା, ତାହେଲେ ଆପଣ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠେଇବି। ଆପଣ ଦଳର ଜିଲ୍ଲା ସଭାପତି, ଆପଣଙ୍କ ପୂର୍ବତନ ବିଧାୟକ ହେଉଛନ୍ତି କଟକ ବାରବାଟୀର, ଆପଣଙ୍କୁ ଦାୟିତ୍ୱ ଦିଆହେଇଥିଲା ଦଳୀୟ ପ୍ରାର୍ଥୀ ଯେତେବେଳେ ଯିଏ ହେଇଛି ତାକୁ ଜିତେଇବା ଦାୟିତ୍ୱ ଆପଣ କାନ୍ଧରେ ସେ ଦାୟିତ୍ୱ ଦିଆହେଇଥିଲା, ଦଳ ଦେଇଥିଲା। ଆପଣ ଦଳପତି କ'ଣ କଲେ? ତୃତୀୟ ସ୍ଥାନରେ ରହିବ ସେଠି। କଟକ ବାରବାଟୀ ଆମର ଦୁର୍ଗ ଅଣ କଂଗ୍ରେସର, ଆପଣ ସମୟରେ ପ୍ରଥମ କଂଗ୍ରେସ ଆସିଲା ସେଠି। ଏଥର ବିଜୁ ଜନତା ଦଳ ତୃତୀୟ ସ୍ଥାନରେ। ତାହେଲେ କହିଲେ ଏମିତି ବହୁତ କଥା ବାହାରିବ। ମୁଁ ତ ଆପଣଙ୍କୁ କିଛି କହିନି। ମୁଁ ମୋର ଆପଣଙ୍କ ଲୋକମାନେ ଯେଉଁ ମତେ ପ୍ରକାର ଅବସ୍ଥା କଲେ ଇଲେକ୍ସନ୍ ସମୟରେ, ଓପନଲି ମୋ ବିରୁଦ୍ଧରେ ବାହାରିଲେ। ଓପନଲି ମୁଁ ଆପଣଙ୍କୁ ତାକୁ ଦେବାଶିଷ ସାମନ୍ତରାୟ ମଧ୍ୟ ଜଣେଇଲି, ଫୋନ୍ କରି। ମୁଁ କହିଲି ଭାଇ ଆପଣଙ୍କ ଏଇ ଲୋକ ଏଇଆ କରୁଛନ୍ତି। ଆରେ ଆଚ୍ଛା ହଉ ଠିକ୍ ଅଛି, ମୁଁ ତାଙ୍କୁ ତାଗିଦା କରୁଛି। ନା ନା ନା, ମୁଁ ସେ କଥା ପ୍ଲାନ୍ କରୁନି। ତାଙ୍କର ଲୋକମାନେ ଯେଉଁମାନେ ବିରୁଦ୍ଧରେ ଚାଲେ, ଇଏ ତାଙ୍କର ତଥାକଥିତ ତାଙ୍କ ପାଖରେ ଯେ ଚାକିରି କରୁଛନ୍ତି, ଦେ ଅଲ୍ ଆର୍ ସାଲାରାଇଜ୍ଡ, ଦରମା ନେଉଛନ୍ତି, ପାଖରେ ଅଛନ୍ତି। ମୁଁ କହିଲି ବି, ମୁଁ ନ କହିଥାନ୍ତି। ମୁଁ ଭାଇଙ୍କୁ କହିଛି, ଉପରେ ନେତୃତ୍ୱ ବି କହିଛି, କିନ୍ତୁ ତା ସତ୍ତ୍ୱେ ମଧ୍ୟ ଦେବାଶିଷ ସାମନ୍ତରାୟ ତା ଦେହରେ ବିହିତ ପଦକ୍ଷେପ ନେଲେନି। ତାକୁ ଖୋଲା ଛୁଟ ଦେଇଦେଲେ, ସେ ତାଙ୍କର ଯାହା ଇଚ୍ଛା ତା କଲେ। ବିଜେପି ବାଲା ସାଙ୍ଗରେ ବୁଲି ଯାହା ଯାହା କରିବା କଥା, କ୍ଷତି କରିବା କଥା କଲେ। ଠିକ୍ ଅଛି, ତାଙ୍କ ନିଜ ଲୋକ। କିନ୍ତୁ ତା ଦେହରେ ମଧ୍ୟ
मो कहवा कथा मु तो खाली ढोल भितर मूषा कही ताले निज देह को नेल कहीं मु तो कहली मूषा मु कहीं कहबी मु ढोल भितर मूषा कही किंतु आक देह को लगे कहीं आपण मैंने निज मीडिया वाला धरतु मो एरिया तो किए प्रतिवाद करना किए कौट धरते आक धरे ठाए कि लगे कहीं मुझे आपने से पचार मूषा किए कला मूषा धला मूषा कौ मूषा मुझे कहले मुझे कहबी मुझे एति कहली ए छोटिया चुचुंदराटे हो ना 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 यहीटा बड़ कारण नुह मो कह कथा मु कौ कारण नहीं कहली ढोल भितर मूषा मुझे देवाशी सामंत कही केत विश्वास भी करूँ मुझे कथा भाभी ही ना से कौन पे कहले मुझे भी जानी बड़ भाई से यही सब जिनस यहाँ अपरिपक्वता आप राज्यसभा अच्छा शुणी दिंतु मुझे 19 जी पाइली 24 जीति पाइली ता सत्य हारिली कहीं यहाँ भल प्रश्न ता उत्तर है 2019 कांग्रेस कैंडिडेट जे थे 48,000 भोट पाई किंतु एथर कांग्रेस तार दुर्बल कैंडिडेट देला जी 8,000 भोट पाइले तार 40,000 भोट गला कुआड़े एवं मत तो बहुत बहुत डेरे टिकेट पाइली से 40,000 भोट को मु धरी रखी पार्ली ना से भासीगला भासीगला तो मोर स्थिति तो या कटक से आप चिंता करतु कि कटक तृतीय सेटा से बुझ कहीपर कटक दायित्व थे मुझे कहि मोर निर्वाचन पारादीप कथा कहीपर तेणु दामोदर राउत को परिवार को लोक प्रत्याख्यान कहीं करेंगे ये वार्डटा कहर उचित नुह ताको परिवार को लोक प्रत्याख्यान कर हिसाब देदेली आपण मैंने 70,019 24 भी 70 मोर गला कड़े मो तो भोटर मो सागर अच्छा किंतु भासिया जिनस को मुझे धरी पाइलिनी से भासी भासी आउ गोटे कूल लगला सी जो भासी भासी आउ गोटे कूल लगे 40,000 भोट मुझे भासीगली एत कथा भाबार कौन अच्छे देखु आपण जिते बुले बगे पचार से बाबद निश्चित भाव एत बड़ बृहत आंचलिक दल जिते आप भावतु गोटे कथा आम मन कष्ट होनी आमर प्रिय नेता सारा अद्वितीय नेता से जिते कंटा बांजी हारीगले आज को मान्यवर सभापति नवीन पट्टनायक मन कष्ट न जो मैंने आम मुख्य मुख्य नेता मन कष्ट होनी तो आम ए बाबद सब मैंने सीनियर लीडर पर्यायक्रमे आलोचना प्रत्येक दिन चली हारिबार कारण खोजा हो आउ थे पुणी आगामी इलेक्शन में पुणी अटा सड़की पुणी आउ थे केमती फेरबू से बाबद योजना चलती तेणु ये सब भितर एमाने बाहर को बाहर कर ये कथबार्ता कर दलर भाववृत्ति तेणु मुझे जहाँ व्यक्तिगत यहाँ बिजु जनता दल आप कहे दल भितर तू मेमे से सब तू मेमे ना सी मत व्यक्तिगत आक्षेप कर व्यक्तिगत उत्तर दूसरी आदि बिजु जनता दल कौन संपर्क ना दलीय भितर बिजु जनता दल आगे गोटे बड़ स्ट्राटेजी नहीं रिस्ट्रक्चर हम वरिष्ठ नेता सामना कौन बिजु जनता आगे कौन प्लान सहीटा आज्ञा देख मु तो एत बड़ नेता नुहे मुझे तृणमूल स्तर अच्छी तो निश्चित भाव में जो दलर एत बड़ दल गोटे एभलिया विपर्य होगला तुंग नेता मैंने शीर्ष नेतृत्व मैंने तुहा तो आलोचना करुँच कि स्ट्राटेजी निश्चित भाव ने आ कौन आम दल को छाड़देबू एमती जिते मान्यवर नेता नवीन पट्टनायक ये अच्छा पाथय कर चलीचु तेणु दल निश्चित भाव रिस्ट्रक्चर कर सही तो कथा क्या खुशी करने कौन क्या खुशी करने नुह कहते कहतु देखु हारीगले अनेक मन भितर क्षोभ थाए दुख थाए कष्ट थाए 5 वर्षर निराशा केमी चलू तेणु यही समय किए कौन मनर कथा कहीदेव ताकू आपण मैंने धरिकी जे नेता आप राज्यसभा पढ़े कहीं कहे ता भर आप कहीं आकु ताकू प्रभात विश्वाल दीपद कहवा मत कहवा ये सब जिन को शोभा पाँच किए कौन मनर कथा कहते कहतु कहीदे हाल्का हो आपन धरिक आकु ताकू आक्षेप कर कौन माने ना परिक्रमा प्रकल्प आम बहुत व्यस्त रही एवं आज जदि जगन्नाथ आज पूरी रथयात्रा शृंखलित भाव रोचे सुंदर भव्य परिवेश रोचे तार श्रेय जीव नवीन सरकार को ठीक अच्छे अनेक जातना पूरी भाया गोटे सेंसिटिव एरिया पाखापाखि मठ मंदिर घर भांगी करवाटा अनेक कष्ट एवं से कष्ट मुझे आखि आगे देखी आमर जी थिले प्रणव प्रकाश दास प्रत्येक राति तुहा को तुहा मीटिंग से जिन सब देखी ये सब दिन सारा कम सारे राति दौड़ी जावा बुझेबा जे राजी करवा ये सब जिन आखि आगे देखी
पुरी भाया गोटे सेंसिटिव जगह सेठी जो आधिपत्य दैतापति एम सब तादेह से बुझी घर पर भांगी रास्ता क्लीयर करवा मठ मंदिर यहाँ बहुत कष्टकर व्यापार आज जदि आम करूँ आज शृंखलित एत बढ़िया लगुच तार श्रेय जीव आमर नेता नवीन पट्टनायक तेणु यहाँ तेणु से समय आम व्यस्तता भितर बोधे खोली ना खोलुँ मैंने कौन करेंगे खोलतु रत्नभंडार खोलतु किसी असुविधा नहीं दल कौन स्टार्ट नब दल कह मुझे कहीपरि तादेह मुझे कहना नहीं।